ଶୁଣନ୍ତୁ ଇଏ ଯୋଉ ଶଙ୍ଖ ଭବନରେ କାଲି ବୋବାଳି ଛାଡୁଥିଲେ ଯୋଉମାନେ ଇଏ ଗୋଟେ ଭଣ୍ଡେଇବା କଥା ଭଣ୍ଡ ସନ୍ନ୍ୟାସୀଙ୍କର ଲେଖାକୁ ନେଇ ଇଏ ଭଣ୍ଡେଇବା କଥା ଓଡ଼ିଶାବାସୀକି ଜଣାଉଛନ୍ତି ମିଛେଇ ନାନୀଙ୍କ ମିଛେଇ କଥା କଥା ହଉଛି ଯୋଉମାନଙ୍କ ନାଁ ଆସିଲେ ଯେ ପ୍ରଭାତ ତ୍ରିପାଠୀ ଆଉ ବିଜୟ ମହାପାତ୍ର କୁଆଡେ ପ୍ରଧାନମନ୍ତ୍ରୀ ବିଜୁ ବାବୁ ପ୍ରଭାତ ପୁରୁଷଙ୍କୁ କରେଇ ଦେଲେନି ବିଜୟ ମହାପାତ୍ର ପ୍ରଭାତ ତ୍ରିପାଠୀ ସାଂସଦ ହେଲେନି ଏପର୍ଯ୍ୟନ୍ତ ଏମପି ହେଇଛନ୍ତି ଆଉ ଦିଲ୍ଲୀରେ ତାଙ୍କ ଦବଦବା ଅଛି ତାଙ୍କର ଓଡ଼ିଶା ଭିତରେ ଦବଦବା ଅଛି ଆଉ ମନା କରୁନେ ବିଜୟ ମହାପାତ୍ର ପ୍ରଭାତୀଙ୍କର ଓଡ଼ିଶା ଭିତରେ ବହୁତ ଦବଦବା ଅଛି କଟକ ରାଜନୀତି ସହିତ ଓଡ଼ିଶା ରାଜନୀତିରେ ବି ତାଙ୍କର ସେମାନେ ନିର୍ବାଚିତ ହେଇନଥିଲେ ଆଜି ପର୍ଯ୍ୟନ୍ତ ହେଇନାହାନ୍ତି ଏମପି ହେଇନାହାନ୍ତି ଦିଲ୍ଲୀ ଯୋଉ ଦେଖି ନାହାନ୍ତି ଲୋକସଭା କି ରାଜ୍ୟସଭା ସାଂସଦ ଭବନ ଦେଖି ନାହାନ୍ତି ଇଏ କେମିତି ଯୋଉ କରିଦେଲେ ଦାଣ୍ଡରେ ପଡ଼ିକି ହାତରେ ଗଡ଼ିଥିଲା 90 ମସିହାରୁ 2000 ମସିହା ପର୍ଯ୍ୟନ୍ତ ଗୋଟିଏ ବ୍ୟକ୍ତି ଶ୍ରୀକାନ୍ତ ଜେନାଙ୍କ ଯୋଗୁଁ ଯାହାକୁ ପଚାରିବେ କହୁଥିଲେ ଯେ ପ୍ରଧାନମନ୍ତ୍ରୀ କରେଇ ଦେଲେନି ଶ୍ରୀକାନ୍ତ ଜେନା ବିଜୁ ବାବୁଙ୍କୁ ଏ କଥାଟି ସମସ୍ତେ ଜାଣିଛନ୍ତି ତେଣୁ ଏ କଥାଟି ହେଉଛି ଶ୍ରୀକାନ୍ତ ଜେନାଙ୍କ ଲେଖାକୁ ମିଛେଇ ନାନୀ ପଢ଼ିଲେ ନା କ'ଣ କଲେ ତା ଓଡ଼ିଶାବାସୀଙ୍କୁ ଜଣା ଯଦି ବିଜୁ ବାବୁଙ୍କୁ ପ୍ରଭାତ ପୁରୁଷ ବିଜୁ ବାବୁଙ୍କୁ ସର୍ବାଧିକ କିଏ ହଇରାଣ ହରକତ ଏବଂ ତାଙ୍କ ନାମ ନିଶାନ ମିଶେଇବାକୁ ଯାଇଥିଲେ ସିଏ ହେଉଛନ୍ତି ନବୀନ ପଟ୍ଟନାୟକ 24 ବର୍ଷ ସରକାର ରହିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ 9 ବର୍ଷ ରହିଲେ ଯୋଉ ବାଜପେୟୀ ଗଭର୍ଣ୍ଣମେଣ୍ଟରେ ଏବଂ ବିଜେପି ସହିତ ଆଲିଆନ୍ସ କରିକି ଭାରତ ରତ୍ନ ଆଣିପାଇଲେ ନାହିଁ ପ୍ରବଳ ନିନ୍ଦା ଓଡ଼ିଶାବାସୀଙ୍କୁ ଧୋକା ପ୍ରଭାତ ପୁରୁଷ ବିଜୁ ବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଗଲା ନାହିଁ ଏବଂ 19 ରୁ 24 ନବୀନ ବାବୁ ଏବଂ ପାଣ୍ଡିଆନ ଯୋଡ଼ି ଯୋଉ ଲଟର ପତ୍ର ହେଲେ ନବୀନ ଯୋଉ ମୋଦିଙ୍କ ସହିତ କର୍ପୂରୀ ଠାକୁର ବିହାରର ଭାରତ ରତ୍ନ ପାଇଲେ କିନ୍ତୁ ଓଡ଼ିଶାର ପ୍ରଭାତ ପୁରୁଷ ବିଜୁ ବାବୁଙ୍କୁ ଦେଇପାଇଲେନି ଖାଲି କାନ୍ଦିଲେ ନବୀନ ବାବୁ ପାଣ୍ଡିଆନ କାନ୍ଦିଲେ ବାନ୍ଧିଲେ 4000 କୋଟି ପଛେ ବାନ୍ଧିକି ଗାମୁଛାରେ ନେଇଗଲେ କିନ୍ତୁ ପ୍ରଭାତ ପୁରୁଷ ବିଜୁ ବାବୁଙ୍କୁ ନ୍ୟାୟ ମିଳିଲା ନାହିଁ ପ୍ରଭାତ ପୁରୁଷ ଭାରତ ରତ୍ନ ଦିଆଗଲା ନାହିଁ କାହିଁକି ଦିଆଗଲାନି ସେ ବିଷୟରେ ଏଇନୁ ଲୋକମାନେ ପ୍ରଶ୍ନ ପଚାରୁଛନ୍ତି ତେଣୁ ଯୋଉମାନେ ମିଛ କଥାକୁ ଓଡ଼ିଶା ଲୋକଙ୍କ ପାଖରେ ଭଣ୍ଡେଇବାକୁ ଚେଷ୍ଟା କରୁଛନ୍ତି ଓଡ଼ିଶା ଲୋକଙ୍କ ପାଖକୁ କହୁଛନ୍ତି ଏ ଓଡ଼ିଶା ଲୋକ ଭଲ ଭାବରେ ଜାଣିଛନ୍ତି କିନ୍ତୁ ଲୋକମାନେ ଜାଣିବା ଦରକାର କିଏ ପ୍ରଧାନମନ୍ତ୍ରୀ କୋଉମାନେ ଭିଜିଲାନ୍ସ କେସରେ କାଗଜ ବାଣ୍ଟୁଥିଲେ ଦିଲ୍ଲୀରେ ସେ ବିଷୟରେ ଜାଣିବା ଦରକାର ଶ୍ରୀକାନ୍ତ ଜେନା ବାଣ୍ଟୁଥିଲେ ତେଣୁ ଇଏ କାହିଁକି ଆସିକି କହୁଛନ୍ତି 20 ବର୍ଷ ତ ଗଲା ଏପରେ ଆଉ ଗୋଟେ ପ୍ରଶ୍ନ କହିଲେ ଯେ ବେଲୁ ମଦ ମୃତ୍ୟୁ ସହିତ କୁଆଡେ ବିଜୁ ବାବୁ ଏ ଯୋଉ ବିଜୟ ମହାପାତ୍ର ଆଉ ଏ ଯୋଉ ଆପଣଙ୍କର ପ୍ରଭାତ ତ୍ରିପାଠୀ ଥିଲେ 24 ବର୍ଷ ସରକାର ଥିଲା ନବୀନ ପଟ୍ଟନାୟକ ତାଙ୍କୁ କାହିଁକି ଦମ ନଥିଲା ତାଙ୍କୁ ତଦନ୍ତ କରିବାକୁ ବେହେରା କମିଶନକୁ କାହିଁକି ତାଙ୍କୁ ବାନ୍ଧିକି ନେଇ ଫରୱାର୍ଡ କଲନି ଇଏଲରେ କିଏ ମନା କରୁଥିଲା ତମକୁ କାହିଁକି ଘୋଡଉଥିଲ ତାର ପ୍ରଶ୍ନ ଓଡ଼ିଶାବାସୀ ପଚାରୁଛନ୍ତି ସଇଲା ପରେ ଆସି ମିଛ କଥା କହିବା ନଳକୂଅ ପାଖରେ ପାଣି ନେବା ପାଇଁ ଘର ବାବଦରେ ମାଇକ ନା ଯେମିତି ଲୁଗା ଟେକିକି ଗଣ୍ଡଗୋଳ କରିବା ଯାହା ଇଏ ସେଇଭଳିଆ ବକ୍ତବ୍ୟ ଦଉଛନ୍ତି ତେଣୁ ଏଥିରେ କିଛି ଭିତ୍ତିହୀନ ବକ୍ତବ୍ୟ ପ୍ରଭାତ ପୁରୁଷ ବିଜୁ ବାବୁଙ୍କ ସର୍ବାଧିକ 19 ରୁ 24 ବିଜୁ ଜନତାରୁ କିଏ ମନା କରିଥିଲା ପୋଷ୍ଟରରୁ ବିଜୁ ବାବୁଙ୍କ ଫଟୋ ଲିଭେଇବା ପାଇଁ ବ୍ୟାନରରୁ କିଏ ମନା କରିଥିଲା ତାଙ୍କ ଫଟୋ ଲିଭେଇବା ପାଇଁ କିଏ କହିଥିଲା ସୋସିଆଲ ମିଡିଆର ଗଣମାଧ୍ୟମରେ ପ୍ରଚାର ପ୍ରସାର ନବୀନ ବିଜୁ ବାବୁଙ୍କ ଫଟୋ ଲିଭେଇବା ପାଇଁ ପାଣ୍ଡିଆନ କିଏ ପାଣ୍ଡିଆନ ଫଟୋ କାହିଁ ଲାଗିଲା ପାଣ୍ଡୁ ପଣ କରିଛି ବିଜୁ ବିଜେଡି କି କରିବ ନାଣ୍ଡୁ ତେଣୁ ସେ ବିଷୟରେ ଲୋକମାନେ ଅବଗତ ଅଛନ୍ତି ଏ ବିଷୟରେ ଆପଣ ବୁଝନ୍ତୁ କାହିଁକି କିଏ କହିଲା ତମକୁ ଯେ ଫଟୋ ଗୁଡ଼ିକରୁ ନବୀନ ପଟ୍ଟନାୟକ ଯୋଉ ବିଜୁ ବାବୁଙ୍କ ଫଟୋ ସବୁଥିରୁ ଉଠିଗଲା 19-24 ମସିହା ଇଲେକ୍ସନରେ ସେ ବିଷୟରେ ଲୋକମାନେ ଜାଣିଛନ୍ତି ଅବଗତ ଅଛନ୍ତି ଏ ରିସେଣ୍ଟ ଇଲେକ୍ସନ ତେଣୁ ଏ ମିଛ କଥା କହିଲେ ଓଡ଼ିଶାବାସୀ ଜାଣିପାରିବେନି ତେଣୁ ବେଲୁ ମଦୁଆ ମଦ କଥା ହଉ କି ଯୋଉ ବିଜୁ ବାବୁଙ୍କ ପ୍ରଭାତ ପୁରୁଷ ବାବଦରେ କେତେ କାନ୍ଦୁଥିଲେ ନବୀନ ପଟ୍ଟନାୟକ ପାଣ୍ଡିଆନ ସେ ଯୋଡ଼ି ସେ ବିଷୟରେ ବି ଓଡ଼ିଶାବାସୀ ଅବଗତ ଅଛନ୍ତି ଆଉ ଗୋଟେ କଥା ଶୁଣନ୍ତୁ ଯୋଉ ଶଙ୍ଖ ଭବନ ବିରାଟ ଅଟ୍ଟାଳିକା ତିଆରି ହେଇଛି ତା ଭିତରେ ଗୋଟେ ପ୍ରଭାତ ପୁରୁଷ ବିଜୁ ବାବୁଙ୍କର ବଡ ପ୍ରତିମୂର୍ତ୍ତି ବ୍ରୋଞ୍ଜର ଅଛି କି ବିଜୁ ବାବୁଙ୍କ ଆପଣ ମାନେ ଗଣମାଧ୍ୟମ ପ୍ରତ୍ୟେକ ଦିନ ଯାଉଛନ୍ତି ଦେଖିଛନ୍ତି କି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅଛି କାହିଁକି ବିଜୁ ଭବନ ହେଲାନି କାହିଁକି ଶଙ୍ଖ ମୋର ଗର୍ବ କୁହାଲା ବିଜୁ ବାବୁ ଆମର ଗର୍ବ କାହିଁକି କୁହାଲାନି ବିଜୁ ବାବୁଙ୍କୁ ନାମ ନିଶାନକୁ ମିଶେଇବା ପାଇଁ ଏ ନବୀନ ପାଣ୍ଡିଆନ ଯୋଡ଼ି ଗୋଟେ ଏକାଠି ହେଇଥିଲେ ପ୍ରଭାତ ପୁରୁଷ ବିଜୁ ବାବୁଙ୍କୁ ରିପାତ କରିବାକୁ ପ୍ରଭାତ ପୁରୁଷ ବିଜୁ ବାବୁଙ୍କ ନାମ ନିଶାନକୁ ମାଟିରେ ମିଶେଇବା ପାଇଁ ତେଣୁ ଏବେ ଆସିକି ଭଲେଇ ଦେଖିଲେ ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି କୋଉଟା ଠିକ କୋଉଟା ଭୁଲ ଏବଂ ଆଉ ଗୋଟେ କଥା ହଉଛି ପଇସା ନେଇକି କୁଆଡେ ଏଇ ଯୋଉ 6 ଜଣ ବିଧାୟକ ଏବଂ 2 ଜଣ ଯୋଉ ବେଶୀ ଚର୍ଚ୍ଚା ହଉଛି ଯୁବ ବିଧାୟକ ଆପଣଙ୍କର ସୌଭିକ ବିଶ୍ୱାଳ ଆଉ ଟୁବୁ ତ୍ରିପାଠୀ ପଇସା ନେଇ ଆରେ 250 କୋଟି ନବୀନ ପଟ୍ଟନାୟକ ନେଲେ ସନ୍ତୁର୍ତ ମିଶ୍ରଠୁ ବିଜେଡିର 48 ବିଧାୟକ ଏ ଯୋଉ 48 ବିଧାୟକଙ୍କୁ ନେଇ ପଣବନ୍ଦୀ କରି ରଖିଲେ ଗୃହବନ୍ଦୀ କରି ନବୀନ ନିବାସ ରଖିଲେ ମାନବିକ ଅଧିକାର କମିଶନ ଗଲା କୁଆଡେ ବିଧାୟକ ମାନେ କାହିଁ ଲୁଙ୍ଗି ପିନ୍ଧିଲେ ସେଠି ଏଇନୁ ପ୍ରଶ୍ନ ନାରୀ କଣ ନିର୍ଯାତନା ତାଙ୍କୁ ଦିଆଗଲା କଣ ଅତ୍ୟାଚାର କରାଗଲା ହ୍ୟୁମାନ ରାଇଟ୍ କମିଶନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଏହା ବିଷୟରେ ତଦନ୍ତ କରାଯାଉ ନବୀନ ନିବାସ ଭିତରେ କାହିଁକି ବିଧାୟକ ମାନେ ପଣବନ୍ଦୀ ଥିଲେ କାହିଁକି ଲୁଙ୍ଗି ପିନ୍ଧିଲେ ବିଧାୟକ ମାନଙ୍କର ମାନ ସମ୍ମାନ ମର୍ଯ୍ୟାଦା କିଛି ନାହିଁ ଲୁଙ୍ଗି ପିନ୍ଧିକି ସୋସିଆଲ ମିଡିଆରେ କାହିଁ ଛାଡ଼ିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀକି ଏବଂ ଠାକୁରଙ୍କ ରାଣ ନିୟମ ଖାଇବା ଏବଂ ଜଗନ୍ନାଥ ନାକ ଜଣାକୁ କୁଆଡେ ଛୁଇଁବା ଇଏ ତ
बीएनएस भारतीय न्याय संहिता को जो ये कौन कौन प्रकार भोट देला बेले प्रलोभन देखा ना ठाकुर नाम राण नियम देखा नहीं ठाकुर छुईवा धंदा छुईवा नहीं ये तो निर्वाचन कमिशन आईन को उल्लंघन होची ये समस्त विषय अवगत हवा दरकार जो बिरला कंपानी जो प्रार्थी संतोष मिश्र जीतिले सी ठिया होते सी कौन पाई नवीन निवास भितर नवीन बाबू गुहाल भितर नवीन बाबू घोड़ाशाल भितर नवीन बाबू गधाशाल भितर चणा खुआई विधायक मान कहीं रखागला ये प्रश्न ओडावासी पचार तेणु जो मैंने मिछ कथा कहते ओडावासी भल भाव अवगत अच्छा कौटा ठीक कौटा भूल ये विषय निश्चित ओडावासी जवाब देवे जो मैंने कहते विजु पट्टनायक को प्रधानमंत्री कर दिया गलानी जो मैंने से पुरी जाइथिले कि जो दिन प्रभात पुरुष विजु बाबू देहांत है पुरी जाइछंती कि सेमाने पुरी जाइके खंडे काठ पकईछंती कि चंदन काठ सेठू पाउंश आनिछंती कि ए विषय से जो मैंने जानी नांती सेमान को भंड सन्यासी जहाँ लेखेले ओडिशा लोक भंडे की कथा कह से भाया से कथा कहले ए कथा को कौन प्रकार ओडिशा लोक ग्रहण करूना तो कौन आईन रहा स्वर्गद्वार कथा जेतु से कथा अलग रही विजु बाबू ना विजु बाबू को भारत रत्न जो बारंबार दाबी थिला 24 वर्ष शासन रहा 9 वर्ष बीजेपी सहित रहिले 19 रु 24 पुणी सला सूत्र रहिले निजे पछे अश्विनी वैष्णव को पठेई देले पछरे राज्यसभा सांसद किंतु मागिकी आनी पाइले भारत रत्न ये हूँ प्रश्न ओडावासी प्रभात विश्व कहीं भारत रत्न दिगले आम आज भी दाबी करूँ केन्द्र सरकार भारत रत्न दि जाऊ देखो भारत वर्ष ओडिशा रे ये जो डबल इंजिन सरकार बीजेपी सरकार ये जनहितकर सरकार नुह सर्वप्रथम मु कहबी गोटे दृष्टांत दौची आगुरी एमाने जीएसटी लगेइथिले जीएसटी रे प्रबल परिमाण रे गरीब लोक को शोषिले राजकोष रे अर्थभर्ती कले एवं परवर्ती समय रे बाहा नवा को जीएसटी उठे देले प्रीमियम लगेइकरी आपणकर दरदाम बहु परिमाण रे बढ़ई चलले गोटे मेडिसिन जो मेडिसिन टे गोटे गरीब लोकर चाषी मूलिया खटिकिया नित्य व्यवहार्य जिनस तेल डाली लुण चीनी चाउल किरोसिनी काठ जालनी काठ मेडिसिन ये आसवा पत्र उपरे 3 गुण वर्तमान दर बढ़ीगला गोटे चाषीटे गोटे कंट्राक्चुअल लेबर टे 10,000 रु 11,000 टंका दरमा पाउची ता परिवार प्रतिपोषण करने पाई से सक्षम नुह प्राइवेट संस्था करी ठिका संस्था को टेकीदेले एवं अर्थ उपार्जन कले एवं राज्यर विकास कथा छाड़ू ये एलपीजी आपण जो जिनस कहले कांग्रेस सरकार समय रे यूपीए गवर्नमेंट जिते बेले थला यही श्रुति ईरानी एवं अन्य बीजेपी वरिष्ठ नेतृमंडली माने दिल्ली राजरास्ता रे एलपीजी सिलेंडर धरी 430 टंका जिते बेले कंज्यूमर मानक पई एलपीजी उपलब्ध थिला 430 टंका जगह 25 टंका बढ़ी थिला एमाने राजरास्ता रे ओले यही नरेंद्र मोदी यही श्रुति ईरानी यही माने अमित शाह यही माने राजरास्ता रे ओले वर्तमान एलपीजी दर बढ़ीगला बोली कहले कही आंदोलन आरंभ कले एवं सरकार को मध्य आसिले आज मुझे पचारिबा पई चाहे भारत वर्ष रे ओडिशा रे एलपीजी रो दर केते 940 टका बर्तमान 60 टका बढ़िला आज एलपीजी मिलूना अंबानी अदानी को नरेंद्र मोदी अमित शाह समस्त संस्था टेकी सारे आज राज्य रे युवक बेकार आज राज्य रे छात्र बेकार पाठ पढ़ी शिक्षित किंतु चाकरी ना एमाने ठिका संस्था को दे बहु परिमाण रे कलाधन उपार्जन करुछंती निर्वाचन रे पैसा खर्च करी निर्वाचन जीतुछंती राज्य भुसुड़ी जाऊ लोक हताशत होतु लोक मन औषध टे न पाऊ एवं खाद्य सामग्री न पाऊ कौन क्षेत्र में एमानकर निद भांगु ना एमाने गोटे जिनस शिखिछंती एकी आपनकर बांग्लादेश को आमर ये तारीफ लगे 18% तारीफ लगे आमर ये टेक्सटाइल मिल फिल सब बंद होगा बसला कि टैक्स ना आम टैक्स मोदी ट्रम्प सर पाखे बिक्री हो जाती
एमाने एस्टिन फाइल रे जो जड़ित अछंती भयभीत हेई जनसाधारणकर आस्थाभाजन हो पारे ना तेणुक नरेंद्र मोदी आउ ट्रम्प ये दी जन जाक वर्तमान गोटे लाइन चली सी बिजनेसमैन ता देशर उन्नति करने भारत अन्य देश को पछरे पकई सी ता देशर उन्नति करुच्ची अमेरिकार किंतु ओडिशार उन्नति परिवर्ते अवनति घटुची तेणु ये सरकार को तुरंत बरखास्त करने दरकार एवं जनहित जनसाधारण मैंने देखो अल्प दिन भितर आंदोलन को ओल्लैबे दलीय सूत्र छाड़ी साधारण जनसाधारण ये सरकार विरुद्ध में नारा देवे और अल्प समय अपेक्षा करंतु देशर परिस्थिति राज्यर परिस्थिति आदौ भल नहीं गोटे साधारण नागरिक जड़े नागरिक बंचिबा बहुत कष्ट हलानी एमाने जनहितकर सरकार नुह एमाने होउछंती जनमारणा सरकार।